ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ବିଜେଡି କର୍ମକର୍ତ୍ତାଙ୍କ ଶୁଭେଚ୍ଛା। ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ପ୍ରଥମେ ଥିଲେ ବିଜେଡିରେ ଏବଂ ନିର୍ବାଚନ ମଧ୍ୟ ଜିତିଥିଲେ, କିନ୍ତୁ ତାର 5 ବର୍ଷ ପରେ ବିଜେଡି ଆଉ ତାଙ୍କୁ ବିଶ୍ୱାସ କରିନଥିଲା। ଫଳତଃ ସେ ବିଜେପିକୁ ଚାଲି ଯାଇଥିଲେ ଏବଂ ବିଜେପିରୁ ଟିକେଟ୍ ପାଇ ନିର୍ବାଚିତ ହୋଇଥିଲେ ଏବଂ ବିଧାୟକ ମଧ୍ୟ ହୋଇଥିଲେ। କିନ୍ତୁ ଏଥର ମଧ୍ୟ ବିଜେପି ତାଙ୍କୁ ଟିକେଟ୍ ନ ଦେବାରୁ ସେ ଦଳ ଛାଡ଼ି ତାଙ୍କ ନିଜ ଦଳ ବିଜେଡି ଅଭିମୁଖେ ଯାଇଥିଲେ ଏବଂ ବିଜେଡିରେ ମଧ୍ୟ ସାମିଲ ହୋଇଥିଲେ। ସୁକାନ୍ତ ନାୟକ ବିଜେଡିରେ ବିଧାୟକ ଥିବା ସମୟରେ ବହୁ ବିକାଶମୂଳକ କାର୍ଯ୍ୟ କରିଥିଲେ। କେତେକ କର୍ମକର୍ତ୍ତାଙ୍କ ମନମାଳିନ୍ୟ ଯୋଗୁଁ ବିଜେପିରେ ସାମିଲ ହୋଇଥିଲେ। ଏବେ ସେ କର୍ମକର୍ତ୍ତା ପରିବର୍ତ୍ତନ ହୋଇଯାଇଥିବାରୁ ସୁକାନ୍ତ ନାୟକ ଘର ବାହୁଡ଼ିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାହାନଗା ବ୍ଲକର 18 ନମ୍ବର ଓ 19 ନମ୍ବର ଜୋନ୍ ଜିଲ୍ଲା ସଭାପତି ସଦସ୍ୟ ବାହାନଗା ବ୍ଲକର ପଥର ପେଣ୍ଠର ସମିତି ସଭ୍ୟ, ବାହାନଗା ବ୍ଲକର ପୂର୍ବତନ ସରପଞ୍ଚ ସମେତ ଶରତ ରାଜଙ୍କ ନେତୃତ୍ୱରେ ବହୁ ନେତୃବୃନ୍ଦ ଓ ବିଧାୟକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରି ସୁକାନ୍ତ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ନୀଳଗିରି ବ୍ଲକ ବିଜେଡି ସଭାପତି ବିଜୟ କୁମାର ଲେଙ୍କା ସମେତ ନୀଳଗିରି ବ୍ଲକର କେତେକ କର୍ମୀ ଶୁଭେଚ୍ଛା ଜ୍ଞାପନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହାକୁ ଟିକେଟ୍ ଦେବେ ଆମେ ତାଙ୍କର କାମ କରିବା ବୋଲି କର୍ମୀମାନେ କହିଥିଲେ। ଦଳୀୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଥିବାରୁ କୃତଜ୍ଞତା ମଧ୍ୟ ଜଣାଇଥିଲେ ସୁକାନ୍ତ ନାୟକ।